ନମ୍ବର 1 ବାଜିଲା କ୍ୟାବିନେଟ୍ ମୋହର ଏଣିକି 3500 ଟଙ୍କା ଭତ୍ତା ପାଇବେ। ବାଜିଲା ମୋହର ବଢ଼ିଲା ଭତ୍ତା ଏଣିକି 80 ବର୍ଷରୁ ଅଧିକ ବୟସ୍କ ଏବଂ 80%ରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ 3500 ଟଙ୍କା ଭତ୍ତା ମିଳିବ। ପୂର୍ବରୁ ଏହି ଭତ୍ତା 1200 ଟଙ୍କା ଥିବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇଛି। ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାର ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। ନମ୍ବର 2 ନୂଆବର୍ଷରୁ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଅନେକ ସ୍ଥାନରେ ତାପମାତ୍ରା 10 ଡିଗ୍ରୀ ତଳେ ରହିଛି। ତେବେ ଜାଡ଼କୁ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏନେଇ ବଡ଼ ଅପଡେଟ୍ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। 5 ତାରିଖ ପରେ ରାଜ୍ୟରେ ଶୀତର ପ୍ରକୋପ କମିବା ସମ୍ଭାବନା ରହିଛି। ନମ୍ବର 3 ରୂପା ପୁଣି 1 ଲକ୍ଷ ଛୁଇଁଲା, ସୁନା ଦାମ ବି ବଢ଼ିଲା। ଭୁବନେଶ୍ୱରରେ ଆଜି ସୁନା ଓ ରୂପା ଦର ପୁଣି ବୃଦ୍ଧି ପାଇଛି। ରୂପା ଦର କିଲୋଗ୍ରାମ ପିଛା 2000 ଟଙ୍କା ବୃଦ୍ଧି ଘଟି 1 ଲକ୍ଷ ଟଙ୍କା ଛୁଇଁଛି। 2025 ଜାନୁଆରୀ 1 ଓ 2 ତାରିଖରେ 98,000 ଟଙ୍କା ରହିଥିଲା। ସେହିପରି ସୁନା ଦାମ ମଧ୍ୟ ଆଜି ବୃଦ୍ଧି ପାଇଛି। 24 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପିଛା ଗତକାଲି ତୁଳନାରେ ଆଜି 870 ଟଙ୍କା ବୃଦ୍ଧି ଘଟି 79,200 ଟଙ୍କାରେ ପହଞ୍ଚିଛି। ନମ୍ବର 4 ସୁଭଦ୍ରାରେ ଏକାଠି ମିଳିବ 2ଟି କିସ୍ତି। ସୁଭଦ୍ରାକୁ ନେଇ ଆସିଛି ବଡ଼ ଖବର। ସୁଭଦ୍ରା ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି। ଏଣିକି 2ଟି କିସ୍ତି ଏକାଠି ମିଳିବ। ବର୍ତ୍ତମାନ 2024-25 ଆର୍ଥିକ ବର୍ଷ ପାଇଁ ବିନା କୌଣସି ଶେଷ ତାରିଖ ଥାଇ ସୁଭଦ୍ରା ଅଧୀନରେ ଆବେଦନ ଗ୍ରହଣ କରାଯାଉଛି। ଉପରୋକ୍ତଙ୍କୁ ଦୃଷ୍ଟିରେ ରଖି କ୍ୟାବିନେଟ୍ ଏହାର 3/1/2025 ତାରିଖ ବୈଠକରେ ନିମ୍ନଲିଖିତ ପ୍ରସ୍ତାବକୁ ଅନୁମୋଦନ କରିଛି। 2024-25 ନମ୍ବର 5 ଆସନ୍ତା 6ରୁ ଆରମ୍ଭ ହେବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ। ଭୁବନେଶ୍ୱରର କନଭେନସନ୍ ସେଣ୍ଟରଠାରେ ଅନୁଷ୍ଠିତ ହେବ 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ। ଜାନୁଆରୀ 6 ତାରିଖରୁ 12 ତାରିଖ ଯାଏଁ ଚାଲିବ। ଏହି ଉତ୍ସବରେ ପକ୍ଷୀ ନିରୀକ୍ଷଣ ଓ ଭ୍ରମଣ, ବିଶେଷଜ୍ଞ ଆଲୋଚନା ଏବଂ କର୍ମଶାଳା, ସଂରକ୍ଷଣ ପଦକ୍ଷେପ ନେଇ କାର୍ଯ୍ୟକ୍ରମ ରହିଛି। 6ରୁ 8 ତାରିଖ ପର୍ଯ୍ୟନ୍ତ ଚିଲିକା ଏବଂ ମଙ୍ଗଲାଯୋଡ଼ିରେ ପକ୍ଷୀ ଦର୍ଶନ, 11 ତାରିଖରେ ବରକୋଳିରେ ଓଡ଼ିଶା ବାର୍ସନ କନଭେନ୍ସ, 12 ତାରିଖରେ ନନ୍ଦନକାନନରେ ପକ୍ଷୀ ପଦଯାତ୍ରା, 7ରୁ 12 ତାରିଖ ପର୍ଯ୍ୟନ୍ତ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରେ ବନ୍ୟପ୍ରାଣୀ ଡକୁମେଣ୍ଟାରୀ ସ୍କ୍ରିନିଂର କାର୍ଯ୍ୟକ୍ରମ ରହିଛି। ନମ୍ବର 6 ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ମିଳିଛି। ଅଲ୍ଲୁ ପୁଣି ଥରେ ଜେଲ୍ ଯିବେ ନା ତାଙ୍କୁ ବେଲ୍ ମିଳିବ ଆଶା ଆଶଙ୍କାରେ ରହିଥିଲେ ଅର୍ଜୁନ ସମର୍ଥକ। କିନ୍ତୁ ଆଜି ତାଙ୍କୁ ନିୟମିତ ଜାମିନ ଦେଇଛନ୍ତି ହାଇଦ୍ରାବାଦ କୋର୍ଟ। ଡିସେମ୍ବର 4 ତାରିଖରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା 2ର ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳାଚକଟା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ 8 ବର୍ଷର ପୁଅ ଗୁରୁତର ଭାବେ ଆହତ ହୋଇଥିଲେ। ନମ୍ବର 7 ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। SDRF ଫଣ୍ଡରୁ ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ। 33%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ସହାୟକ ମିଳିବ। ଅଦିନିଆ ବର୍ଷାରେ 6,66,700 ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। 2,91,000 ହେକ୍ଟର ଫସଲ କ୍ଷତି ହୋଇଥିବା ବେଳେ 291 କୋଟି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନମ୍ବର 8 ଗୁଗୁଲ ପେ, ଫୋନ ପେ ଉପରେ ରୋକ ଲଗାଇବେନି ସରକାର। 2026 ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କଲା NPCI। UPI ଆପ୍ସ ଉପରେ ମାର୍କେଟ ସେୟାର କ୍ୟାପ୍ ଲାଗୁ କରିବାର ସମୟସୀମା 2 ବର୍ଷ ପାଇଁ ବୃଦ୍ଧି କରି 2024 ପର୍ଯ୍ୟନ୍ତ କରାଯାଇଛି। ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ NPCIର ଏହି ନିଷ୍ପତ୍ତି ଫଳରେ ଭାରତୀୟ UPI ଇକୋସିଷ୍ଟମରେ ଅଗ୍ରଣୀ ଥିବା ଗୁଗୁଲ ପେ ଓ ଫୋନ ପେକୁ ଆଶ୍ୱସ୍ତି ମିଳିବ। ନମ୍ବର 9 ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭ ଉଦ୍ଘାଟନ। ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭ ଉଦ୍ଘାଟନ। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦେଇ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାଇ ମୀନା, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ ଶତପଥୀ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ନମ୍ବର 10 ରେଲୱେ ଗ୍ରୁପ ଡି ନିଯୁକ୍ତି ପାଇଁ ଯୋଗ୍ୟତା ମାନଦଣ୍ଡ ବଦଳିଲା। ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରାର୍ଥୀଙ୍କ ପାଇଁ ରେଲୱେ ନିଯୁକ୍ତି ବୋର୍ଡ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରେଲୱେ ତରଫରୁ ରେଲୱେ 1 ନିଯୁକ୍ତି ପାଇଁ ଯୋଗ୍ୟତା ମାନଦଣ୍ଡରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ନୂଆ ମାନଦଣ୍ଡ ଅନୁସାରେ ଏବେ 10ମ ପାସ୍ କରିଥିବା ପ୍ରାର୍ଥୀମାନେ ଲେଭେଲ 1ର ପରୀକ୍ଷା ପାଇଁ ଆବେଦନ କରିପାରିବେ। ନମ୍ବର 11 5ରେ ପଥ ଉତ୍ସବ। ସକାଳ 6ଟାରୁ ଦୁଲକିବ ରାଜଧାନୀ। 5 ତାରିଖ ରବିବାର ଦିନ ଭୁବନେଶ୍ୱରରେ ପାଳିତ ହେବ ପଥ ଉତ୍ସବ। ବିଗତ ବର୍ଷମାନଙ୍କ ଦୃଷ୍ଟିରେ ରଖି ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି BMC। ଏନେଇ BMC ସୋସିଆଲ ମିଡ଼ିଆରେ ସୂଚନା ଦେଇଛି। ଡିସେମ୍ବର 22 ତାରିଖରେ ପଥ ଉତ୍ସବ ହେବାର ଥିଲା, ହେଲେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି BMC ପଥ ଉତ୍ସବକୁ ସ୍ଥଗିତ ରଖିଥିଲା।
ନମ୍ବର 12 ଏହି ରାଜ୍ୟରେ ଶୀତ ପାଇଁ ହେଲା ସ୍କୁଲ ଛୁଟି। ଦେଶର ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୂତି ହେଉଛି। ସେହିପରି ଦିଲ୍ଲୀ ଉପକଣ୍ଠ ନୋଏଡାରେ ମଧ୍ୟ ଶୀତ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି, ଯେଉଁଥିପାଇଁ ଆଜି ଜିଲ୍ଲା ମାଜିଷ୍ଟ୍ରେଟ୍ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବୋର୍ଡର ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି। ନମ୍ବର 13 ରାଜ୍ୟ କ୍ୟାବିନେଟ୍ ବୈଠକରେ 9ଟି ପ୍ରସ୍ତାବକୁ ମଞ୍ଜୁରୀ। ରାଜ୍ୟ କ୍ୟାବିନେଟ୍ ବୈଠକରେ 9ଟି ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ 5 ବର୍ଷ ପାଇଁ ଅନୁମୋଦନ କରାଯାଇଛି। ସୁଭଦ୍ରା ଯୋଜନାକୁ ନେଇ କ୍ୟାବିନେଟ୍ରେ ବଡ଼ ଘୋଷଣା ହୋଇଛି। ନମ୍ବର 14 ଆସାମ ପାଇଁ 3ଟି ନୂଆ ଟ୍ରେନ୍ର ଶୁଭାରମ୍ଭ ସହ 72 କୋଟିର ରୋଡ୍ ଓଭରବ୍ରିଜ୍ ଲୋକାର୍ପିତ। ରେଳ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଆଜି ଆସାମରେ 3ଟି ନୂଆ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି। ଏଥିସହିତ ଉତ୍ତର ପୂର୍ବ ସୀମାନ୍ତ ରେଳପଥ ଦ୍ୱାରା ନିର୍ମିତ ଟେଟେଲିଆ ଷ୍ଟେସନ ୟାର୍ଡରେ ଏକ ନୂତନ ରୋଡ୍ ଓଭରବ୍ରିଜ୍ ଆର୍ଓବି ଆଜି ଗୁଆହାଟୀରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ନମ୍ବର 15 ବ୍ୟାଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ମିଶନ ଶକ୍ତି ବ୍ୟାଙ୍କ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ଆଲୋଚନା। ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ଅନ୍ତର୍ଭୁକ୍ତୀକରଣ ଏବଂ ମହିଳା ଉଦ୍ୟୋଗୀଙ୍କ ଅଭିବୃଦ୍ଧି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନମ୍ବର 16 ମୁଖ୍ୟମନ୍ତ୍ରୀଙ୍କ ଆଗରେ 6ଟି ପ୍ରସ୍ତାବ ରଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନବବର୍ଷ ଶୁଭେଚ୍ଛା ଜଣାଇବା ସହ ରାଜଧାନୀର ଉନ୍ନତି ପାଇଁ 6ଟି ପ୍ରସ୍ତାବ ରଖିଛନ୍ତି। ଏହି ଅବସରରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ନମ୍ବର 17 ଏଣିକି ବ୍ରାହ୍ମଣଙ୍କୁ ମିଳିବ ମାସକୁ 18,000 ଟଙ୍କା, ସରକାରଙ୍କ ଘୋଷଣା। ମାସକ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେଲେ ଆଜିଠୁ ଆରମ୍ଭ ହୋଇଗଲାଣି ରାଜନୈତିକ କଳ୍ପନା ଜଳ୍ପନା। ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରମୁଖ 3 ଦଳ ବିଜେପି, କଂଗ୍ରେସ ଓ ଆପ୍ ନୂଆ ରଣନୀତି ଆପଣାଉଛନ୍ତି। ହେଲେ କେଜରିୱାଲ ବ୍ରାହ୍ମଣଙ୍କୁ ନେଇ ଯେଉଁ ଘୋଷଣା କରିଛନ୍ତି ତାହାକୁ ନେଇ ଆଲୋଚନା ଓ ଚର୍ଚ୍ଚା ଚାଲିଛି। ଆପ୍ ପକ୍ଷରୁ କୁହାଯାଇଛି କି ସମାଜର ମଙ୍ଗଳ କାମନା ପ୍ରତି କାର୍ଯ୍ୟରେ ବ୍ରାହ୍ମଣଙ୍କ ଯୋଗଦାନ ନିଶ୍ଚିତ ଦରକାର। ନମ୍ବର 18 ନିର୍ମାଣ ହେବ 2600 କିଲୋମିଟର ଲମ୍ବ ଗ୍ରାଣ୍ଡ ରିଙ୍ଗ ରୋଡ୍। 24 ଘଣ୍ଟାରେ ଓଡ଼ିଶା ଭ୍ରମଣ। ଓଡ଼ିଶାରେ ନିର୍ମାଣ ହେବ ଗ୍ରାଣ୍ଡ ରିଙ୍ଗ ରୋଡ୍। 2600 କିଲୋମିଟର ଲମ୍ବ ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। 1 ଲକ୍ଷ କୋଟି ଟଙ୍କାର ବଜେଟ୍ ପାଇଁ ପ୍ରସ୍ତୁତି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏନେଇ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ। ନମ୍ବର 19 ଚଢ଼ା ଦରରେ ଆଲୁ ବିକିବି କଟିବ ଫାଇନ୍ ମନ୍ତ୍ରୀ। ଚଢ଼ା ଦରରେ ଆଲୁ ବିକୁଥିବା ବ୍ୟବସାୟୀଙ୍କୁ ଶୁକ୍ରବାର ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଅଧିକାରୀମାନଙ୍କୁ ଚଢ଼ାଉ ସହ ଫାଇନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନମ୍ବର 20 ଜାତୀୟ ଖୋ-ଖୋ ଟିମ୍କୁ ରାଜ୍ୟ ସରକାର 3 ବର୍ଷ ପାଇଁ ସ୍ପନ୍ସର କରିବେ। ଖର୍ଚ୍ଚ କରିବେ ବର୍ଷକୁ 5 କୋଟି, 3 ବର୍ଷରେ 15 କୋଟି। ଦେଶର ଖୋ-ଖୋ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ। ଓଡ଼ିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡ଼ିଶାର ସ୍ପନ୍ସର କରିବେ ବେଳେ ଏବେ ଖୋ-ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ଖୋ-ଖୋ ଖେଳର ଜାତୀୟ ଟିମ୍କୁ ଆଗାମୀ 3 ବର୍ଷ ପାଇଁ ସ୍ପନ୍ସର କରିବେ। ନମ୍ବର 21 ଆଜିଠୁ ଭୁବନେଶ୍ୱରରୁ 5 ସହରକୁ ସିଧାସଳଖ ବିମାନ ସେବା। ଓଡ଼ିଶାର ବିମାନ ସେବା କ୍ଷେତ୍ରରେ ଯୋଡ଼ି ହେବା ନୂଆ ଅଧ୍ୟାୟ। ଭୁବନେଶ୍ୱରରୁ 5 ସହରକୁ ଉଡ଼ିବ ସିଧାସଳଖ ବିମାନ। ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦେଶର ଆଉ 5 ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ନୂଆ ବର୍ଷରୁ ଜନସାଧାରଣଙ୍କ ଯାତାୟାତ ସୁବିଧା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରୁ ଇନ୍ଦୋର, ଡେହରାଡୁନ, ଲକ୍ଷ୍ନୌ, ଜୟପୁର ଓ କୋଚିକୁ ଉଡ଼ିବ ବିମାନ। ନମ୍ବର 22 ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ତାରକାଙ୍କ ମନକଥା। ଚଳିତ ବର୍ଷ ହକି ଖେଳାଳିଙ୍କ ଏକ ସ୍ମରଣୀୟ ବର୍ଷ ପାଲଟିଛି। ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂଙ୍କୁ ଖେଳରତ୍ନ ପୁରସ୍କାର ଓ ଅନ୍ୟ 4 ଜଣ ପୁରୁଷ ଖେଳାଳି ଅଭିଷେକ, ସୁଖଜିତ ସିଂ, ହରମନପ୍ରୀତ ସିଂ ଓ ସଞ୍ଜୟଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ସେହିଭଳି ଭାରତୀୟ ମହିଳା ପୁରୁଷ ହକି ଦଳର ଅଧିନାୟିକା ସାଲିଟେଟି ମଧ୍ୟ ଅର୍ଜୁନ ପୁରସ୍କାର ପାଇବେ। ନମ୍ବର 23 ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଦଳଙ୍କ ଷଡ଼ଯନ୍ତ୍ରରେ ଭାରତ ସାମିଲ ବୋଲି ୱାଶିଂଟନ ପୋଷ୍ଟରେ ପ୍ରକାଶ ପାଇଥିବା ରିପୋର୍ଟକୁ ଭାରତ ଆଜି ପ୍ରତ୍ୟାଖ୍ୟାନ କରିଛି। ଆମେରିକାର ଏକ ଖବରକାଗଜ ଦାବି କରିଥିଲା ଯେ ମାଲଦ୍ୱୀପର ବିରୋଧୀ ଦଳ ରାଷ୍ଟ୍ରପତି ମୁଇଜଙ୍କୁ ପଦରୁ ହଟାଇବା ପାଇଁ ଭାରତଠାରୁ $6 ନିଯୁତ ମାଗିଥିଲା।
ନମ୍ବର 24 ଆଜିଠୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ବୃହତ୍ ମୁକ୍ତାକାଂଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଆରମ୍ଭ ହେବା ପରମ୍ପରା ଦୃଷ୍ଟିରୁ ବିଗତ ବର୍ଷ ଭଳି ଏଥର ବରଗଡ଼ ଲୋକସଭା ଏମ୍ପି ପ୍ରଦୀପ କୁମାର ପୁରୋହିତ ଏବଂ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସନ୍ଧ୍ୟା 7ଟାରେ ହାଟପଦାସ୍ଥିତ ରାଜଦରବାର ଧନୁଯାତ୍ରା ମହୋତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରଗଡ଼ ଧନୁଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।